ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ଯେତେବେଳେ ମହିଳାମାନଙ୍କୁ ଚରମ ସୁଖ ମିଳିଥାଏ ତେବେ ସେ ନିଜର ଗୁପ୍ତାଙ୍ଗକୁ ଟାଇଟ୍ କରିବାକୁ ଲାଗି ଯାଆନ୍ତି। ମନୋବିଜ୍ଞାନ ଅନୁଯାୟୀ ଯଦି ସ୍ତ୍ରୀ ଉପରକୁ ଯିବା କ୍ଷଣି ଆପଣଙ୍କ ପାଣି ବାହାରି ଯାଉଛି ବା ଆପଣଙ୍କ କରିବାର ସମୟ ବହୁତ କମ୍ ହୋଇଯାଇଛି ବା ସାଙ୍ଗେ ସାଙ୍ଗେ ଠିଆ ହୋଇ ଢିଲା ପଡ଼ିଯାଉଛି ବା ଠିକ୍ ଭାବରେ ଟାଇଟ୍ ହୋଇ ରହୁନାହିଁ ତେବେ ଏହି ଉପାୟ ଆପଣାନ୍ତୁ। ରାତିରେ ଗୋଟେ ଗ୍ଲାସ୍ ପାଣି ନେଇ ସେଥିରେ 10ଟି କିସମିସ୍ ଓ 3ଟି ଗୁଜୁରାତିକୁ ବତୁରାଇ ରଖିଦିଅନ୍ତୁ ଓ ସକାଳେ ଖାଲି ପେଟରେ ସେହି ବତୁରା ଯାଇଥିବା କିସମିସ୍ ଓ ଗୁଜୁରାତିକୁ ଚୁବାଇ ଖାଇ ସେହି ବତୁରା ପାଣିକୁ ପିଇ ନିଅନ୍ତୁ। ଏମିତି କରି 1 ମାସ ପର୍ଯ୍ୟନ୍ତ ଏହି ଉପାୟ ଆପଣାନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯେଉଁ ମହିଳାମାନେ ଅଧିକ କାମୁକ ହୋଇଥାନ୍ତି ତେବେ ତାଙ୍କ ଗୁପ୍ତାଙ୍ଗକୁ କେବଳ ଭଲ ଭାବରେ ଆଉଁସିବା ଦ୍ୱାରା ସେ ପୂରାପୂରି ସନ୍ତୁଷ୍ଟ ହୋଇ ଯାଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ପୁରୁଷ ଅଧିକ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାନ୍ତି ଓ ତାଙ୍କ ଗୁପ୍ତାଙ୍ଗ ଅଧିକ ଉତ୍ତେଜିତ ହେଉଥାଏ ତେବେ ପୁରୁଷର ଗୁପ୍ତାଙ୍ଗ ଧୀରେ ଧୀରେ ଶୁକୁଟିବାକୁ ଲାଗେ ଓ ଠିଆ ହେବା କମ୍ ହୋଇ ଯାଇଥାଏ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବାର 30 ମିନିଟ ପୂର୍ବରୁ 4ରୁ 5 ଗ୍ରାମ ଅଶ୍ୱଗନ୍ଧା ପାଉଡରକୁ ଉଷୁମ କ୍ଷୀରରେ ସେବନ କରିବା ଦ୍ୱାରା ଆପଣଙ୍କ ଗୁପ୍ତାଙ୍ଗ ଲୁହା ଭଳି ଶକ୍ତ ହେବା ସହିତ ଶାରୀରିକ ଶକ୍ତି ବି ବଢ଼ି ଯାଇଥାଏ। ସାଇକୋଲୋଜି କହିଥାଏ ନୂଆ ନୂଆ ଧନୀ ହୋଇଥିବା ଲୋକଙ୍କ ଘରକୁ କେବେ ବି ଯାଆନ୍ତୁ ନାହିଁ କାରଣ ସେ ସବୁ ଜିନିଷର ମୂଲ୍ୟ ଦେଖେଇ କହିବାକୁ ଲାଗିବେ। ସାଇକୋଲୋଜି କହିଥାଏ ନିଜକୁ ଏତେ ଯୋଗ୍ୟ ବନାନ୍ତୁ କି କେହି ଆପଣଙ୍କୁ ଏହା ନ କହିପାରନ୍ତୁ କି ମୋ ବିନା ତୋର କ'ଣ ହେବ। ସାଇକୋଲୋଜି କହିଥାଏ ଭାଗ୍ୟ ଓ ହୃଦୟ ଭିତରେ କେବେ ବି ପଡ଼ିନଥାଏ। ଯେଉଁ ଲୋକ ହୃଦୟରେ ରହିଥାନ୍ତି ସେ ଭାଗ୍ୟରେ ରହି ନଥାନ୍ତି।